उपान्त अंचल को फिटिब विकास रास्ता 27 कोटी ऊर्ध्व टंकार 3 प्रकल्पर भित्तिप्रस्तर स्थापन। बौद्ध जिला हरभंगा ब्लॉक उपान्त अंचलवासी दीर्घ वर्षर स्वप्न पूरण होगाकू जाउछि। अंचल में गमनागमन व्यवस्थार सुदृढ़ीकरण पर ग्राम्य उन्नयन विभाग पक्षर प्राय 27 कोटी ऊर्ध्व टंका व्यय अटकल 3टी प्रमुख रास्ता प्रकल्पर भित्तिप्रस्तर स्थापन करा जाइछि। बौद्ध विधायक तथा सरकारी दल मुख्य सचेतक सरोज कुमार प्रधान मुख्य अतिथि भाव जोगदे ଏହି महत्वाकांक्षी प्रकल्पଗୁଡ଼ିकर शिलान्यास କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଦୁର୍ଗମ ଓ ପାହାଡ଼ିଆ ଇଲାକାରେ ବିକାଶର ନୂଆ ରାସ୍ତା ଫିଟିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଉପାନ୍ତ ଅଞ୍ଚଳ ତଳଗାଁ ପଞ୍ଚାୟତ ବେହେରା ସାହିରୁ ବଣପାହାଡ଼ ଦେଇ ବଡ଼ ଖଜୁରୀ ପର୍ଯ୍ୟନ୍ତ 9 କୋଟି 95 ଲକ୍ଷ 22 ହଜାର ଟଙ୍କା ବ୍ୟୟରେ ନୂତନ ରାସ୍ତା ନିର୍ମାଣ କରାଯିବ। ସେହିପରି ତଳଗାଁରୁ ବୁରୁଡ଼ି ପର୍ଯ୍ୟନ୍ତ ପାହାଡ଼ିଆ ଘାଟି ଦେଇ ପ୍ରାୟ 11 କୋଟି 71 ଲକ୍ଷ 27 ହଜାର ଟଙ୍କା ବ୍ୟୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ବ୍ୟତୀତ ଜାତୀୟ ରାଜପଥ 57 ଗୋଛାସାହି ଭାୟା ବଦଲାସାହି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ 6 କୋଟି 17 ଲକ୍ଷ 32 ହଜାର ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ନାଥ, ଆଡ଼େଣିଗଡ଼ ସରପଞ୍ଚ ଅଜିତ ପ୍ରଧାନ, ତଲଗାଁ ସରପଞ୍ଚ ପ୍ରତିମା କହଁର ଏବଂ ସମିତି ସଭ୍ୟା ପ୍ରତିନିଧି ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଦୀର୍ଘ ଦିନର ଦାବି ପୂରଣ ହେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।